ରାଉରକେଲା ବାଲୁଘାଟ ନିକଟରେ ମିନି ବସ୍ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ଜଣେ ମୃତ ହେଉଥିଲା ବେଳେ 7 ଜଣ ଆହତ ହୋଇଛନ୍ତି। ମିନି ବସ୍ଟି ଲାଠିକଟା ତରଫରୁ ରାଉରକେଲା ଅଭିମୁଖେ ଆସୁଥିବା ସମୟରେ ବାଲୁଘାଟ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ବାଡ଼େଇ ହୋଇଯାଇଥିଲା, ଯାହାଫଳରେ ବସ୍ ପାଲଟି ହୋଇଯାଇଥିଲା। ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଲୋକ ଗୁରୁତର ଆହତ ହେବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଜଣେ ମୃତ ହୋଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ରାଉରକେଲା ବାଲୁଘାଟ ନିକଟରେ ମିନି ବସ୍ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ଜଣେ ମୃତ ହେଉଥିଲା ବେଳେ 7 ଜଣ ଆହତ ହୋଇଛନ୍ତି। ମିନି ବସ୍ଟି ଲାଠିକଟା ତରଫରୁ ରାଉରକେଲା ଅଭିମୁଖେ ଆସୁଥିବା ସମୟରେ ବାଲୁଘାଟ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ବାଡ଼େଇ ହୋଇଯାଇଥିଲା, ଯାହାଫଳରେ ବସ୍ ପାଲଟି ହୋଇଯାଇଥିଲା। ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଲୋକ ଗୁରୁତର ଆହତ ହେବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଜଣେ ମୃତ ହୋଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ରାଉରକେଲା ବାଲୁଘାଟ ନିକଟରେ ମିନି ବସ୍ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ଜଣେ ମୃତ ହେଉଥିଲା ବେଳେ 7 ଜଣ ଆହତ ହୋଇଛନ୍ତି। ମିନି ବସ୍ଟି ଲାଠିକଟା ତରଫରୁ ରାଉରକେଲା ଅଭିମୁଖେ ଆସୁଥିବା ସମୟରେ ବାଲୁଘାଟ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ବାଡ଼େଇ ହୋଇଯାଇଥିଲା, ଯାହାଫଳରେ ବସ୍ ପାଲଟି ହୋଇଯାଇଥିଲା। ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଲୋକ ଗୁରୁତର ଆହତ ହେବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଜଣେ ମୃତ ହୋଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ରାଉରକେଲା ବାଲୁଘାଟ ନିକଟରେ ମିନି ବସ୍ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ଜଣେ ମୃତ ହେଉଥିଲା ବେଳେ 7 ଜଣ ଆହତ ହୋଇଛନ୍ତି। ମିନି ବସ୍ଟି ଲାଠିକଟା ତରଫରୁ ରାଉରକେଲା ଅଭିମୁଖେ ଆସୁଥିବା ସମୟରେ ବାଲୁଘାଟ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ବାଡ଼େଇ ହୋଇଯାଇଥିଲା, ଯାହାଫଳରେ ବସ୍ ପାଲଟି ହୋଇଯାଇଥିଲା। ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଲୋକ ଗୁରୁତର ଆହତ ହେବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଜଣେ ମୃତ ହୋଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ରାଉରକେଲା ବାଲୁଘାଟ ନିକଟରେ ମିନି ବସ୍ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ଜଣେ ମୃତ ହେଉଥିଲା ବେଳେ 7 ଜଣ ଆହତ ହୋଇଛନ୍ତି। ମିନି ବସ୍ଟି ଲାଠିକଟା ତରଫରୁ ରାଉରକେଲା ଅଭିମୁଖେ ଆସୁଥିବା ସମୟରେ ବାଲୁଘାଟ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ବାଡ଼େଇ ହୋଇଯାଇଥିଲା, ଯାହାଫଳରେ ବସ୍ ପାଲଟି ହୋଇଯାଇଥିଲା। ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଲୋକ ଗୁରୁତର ଆହତ ହେବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଜଣେ ମୃତ ହୋଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ରାଉରକେଲା ବାଲୁଘାଟ ନିକଟରେ ମିନି ବସ୍ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ଜଣେ ମୃତ ହେଉଥିଲା ବେଳେ 7 ଜଣ ଆହତ ହୋଇଛନ୍ତି। ମିନି ବସ୍ଟି ଲାଠିକଟା ତରଫରୁ ରାଉରକେଲା ଅଭିମୁଖେ ଆସୁଥିବା ସମୟରେ ବାଲୁଘାଟ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ବାଡ଼େଇ ହୋଇଯାଇଥିଲା, ଯାହାଫଳରେ ବସ୍ ପାଲଟି ହୋଇଯାଇଥିଲା। ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଲୋକ ଗୁରୁତର ଆହତ ହେବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଜଣେ ମୃତ ହୋଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। ରାଉରକେଲା ବାଲୁଘାଟ ନିକଟରେ ମିନି ବସ୍ ଦୁର୍ଘଟଣାଗ୍ରସ୍ତ। ଏହି ଦୁର୍ଘଟଣାରେ ଜଣେ ମୃତ ହେଉଥିଲା ବେଳେ 7 ଜଣ ଆହତ ହୋଇଛନ୍ତି। ମିନି ବସ୍ଟି ଲାଠିକଟା ତରଫରୁ ରାଉରକେଲା ଅଭିମୁଖେ ଆସୁଥିବା ସମୟରେ ବାଲୁଘାଟ ନିକଟରେ ବସ୍ଟି ଭାରସାମ୍ୟ ହରାଇ ଡିଭାଇଡରରେ ବାଡ଼େଇ ହୋଇଯାଇଥିଲା, ଯାହାଫଳରେ ବସ୍ ପାଲଟି ହୋଇଯାଇଥିଲା। ଆହତମାନଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଲୋକ ଗୁରୁତର ଆହତ ହେବାରୁ ବୁର୍ଲାକୁ ସ୍ଥାନାନ୍ତରିତ କରାଯାଇଛି ଏବଂ ଜଣେ ମୃତ ହୋଇଥିବା ସୂଚନା ମିଳିଛି। ତେବେ ଘଟଣାସ୍ଥଳରୁ ବସ୍ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି। एक्सीडेंट कोडी हला बालूघाट रहेला केमिति हला बस एक्सीडेंट ମୁଁ ତ ବସିତେ ଏତେ ଜାଣିନି ଅଚାନକ ତ ପୁରା ପାଲ୍ଟି ହେଇଗଲା ଆଉ बस केते पलटी खाइची 2 ପାଲ୍ଟି ଏମିତି ହେଇଗଲା। ମୁଁ ତ ପୁରା ଏଠି ହେଇଗଲି ଆଉ आपण कोडी कोडी बाजीची आपण ହାତରେ ହୋଠରେ अच्छा अच्छा ଆଉ केते लोक इंजोर्ड छै ଥିଲେ ବେଶୀ ଲୋକ ଥିଲେନି, କମେ ଥିଲା। ବସ୍ଟାଟେ ଭରି ନାଇଁ ଥିଲା। ଆଉ डेथ ଡେଟ୍ ଜଣେ ହେଇଛି। केमिति कोन
एक्सीडेंट है टिके डिटेल कहबे पतिटा ना कौनटा भांगीगला उड़ीगला बसटा और पाल्टी गला को जगह एक्सीडेंट है बालूघाट रे आपण कोठी बसतले मु ठिया होइतिली। अच्छा तो केते पार्टी खाइला बस किछि हाँ बस केते पार्टी खाइला गोटे पाल्टी है। हाँ अच्छा केते जण हाथ होइछन केते जण केते जण सेटा जानिनी जणे खाली मरीगला हेल्परटा। ମୋ ନାଁ ହେଲା ଜୟନ୍ତ ମଙ୍ଗରାଜ ବାଲୁଘାଟ ନୂଆବସ୍ତିରେ ରହୁଛି। ଆକ୍ସିଡେଣ୍ଟ ହେଇଛି ଆଜ୍ଞା 7:30ରୁ 7:40 ଭିତରେ। ଆମେ ଚାହା ଦୋକାନ ପେଟ୍ରୋଲ ପମ୍ପ ଚାହା ଦୋକାନରେ ଚାହା ପିଉଥିଲୁ, ସବୁ ଖବର ଦେଲେ ଯେ ବସ୍ଟା ପଲଟିଲା। ସେଠୁ ଆମେ ସେଠୁ ଦୌଡ଼ା ସେ ଡିଭାଇଡ୍ ଯେଉଁ ଅଛି ଡିଭାଇଡରୁ ସାଇଡ୍ ହେଇକି ବସ୍ଟା ପଲଟିଗଲା। ଡ୍ରାଇଭର ଆଉ କିଛି ଟ୍ରକ୍ ଚାଳକ ଆଉ ଆମର ବସ୍ତିବାଲା ନେଇକି ତାକୁ ଜହଡ଼ବଡ଼ି ଉଠେଇଲେ, କିନ୍ତୁ ଦେଖିଲା ଯେ ଗୋଟେ ଲୋକ ସ୍ପଟ୍ ହେଇଯାଇଛି। ଟେମ୍ପୁରେ କିଛି ଲୋକ ପଠିଆଗଲା, ଆଉ ଆମର ଯେଉଁ 108ରେ 7-8 ଜଣ ପୁରେଇକି ତାଙ୍କୁ ପଠିଆଗଲା। କିଛି ଚିକିତ୍ସା ହେଇଛି, ଆଉ 2-3 ଜଣ 4 ଜଣ କହନ୍ତି ପୁରା ସିରିୟସ୍ ଅବସ୍ଥାରେ ଅଛନ୍ତି, ତାଙ୍କୁ ପୁରା ଅଫର କରିବେ ବ୍ୟବସ୍ଥା। ଆଉ କୋର୍ଟ ଲାଠିଗୋଟାରୁ ଆସୁଥିଲା, ଲାଠିଗୋଟାରୁ ଆଉଥିଲା, ଲାଠିଗୋଟାରେ ଆମର ଯେଉଁ ଆଇବି ସାଇଡ଼୍ଟା ଅଛି ଡିଭାଇଡରେ ସାଇଡ୍ ହେଇକି ପଲଟି ଯାଇଛି। ସେଥିରେ ଥିଲେ 30 ଜଣ ଭଳିଆ ଥିଲେ, ମୋ ଜାତି 30 ଜଣ ଭଳିଆ ଥିଲେ। ଡ୍ରାଇଭର ବି ନାହିଁ, ଡ୍ରାଇଭର ସାଇଡ୍ ହେଇକି ଫେରାର ହେଇକି ପଳେଇଛି। ଆଉ ଯେତିକି ଆମର ଯେତିକି କର୍ତ୍ତବ୍ୟ କରିବା କଥା ପବ୍ଲିକ ସେ ଟ୍ରକ୍ ବାଲା ସବୁ ଉଠେଇକି ଚାଲିଲେ। ଦୁର୍ବଳ ରୋଡ଼ ତ ଆଜ୍ଞା ଯେତିକି କରିଛନ୍ତି କେଉଁଠି ମାନେ ଖଣ୍ଡେ ଖଣ୍ଡେ ବରାବରି କ୍ଲିୟର କରିବା କଥା, ଖଣ୍ଡେ ଖଣ୍ଡେ ଯେଉଁ ଟାଇପ୍ର କରିଛନ୍ତି ସେ ଗାଡ଼ି ବି ରୋଡ଼ ଭଳିଆ ନୁହଁ ଅବସ୍ଥା। ପ୍ରତ୍ୟେକ ସେଇଟା କ'ଣ ରାଉରକେଲା ଅବସ୍ଥା ବି ସେଇଭଳିଆ ରୋଡ଼ର, ଆଉ ଗାଡ଼ି ପଲଟିବ ଗାଡ଼ି ଦୁର୍ଘଟଣା ସେଇ ଟାଇପ୍ରେ ହିଁ ହେଉଛି। ରୋଡ଼ ଯଦି ଠିକ୍ ଥାନ୍ତା ଗାଡ଼ିବାଲା କେବେ ପଲଟନ୍ତାନି, ଗାଡ଼ି ଅବସ୍ଥା ଏମିତି ହୁଅନ୍ତାନି। ଆଜ୍ଞା କୁହୁଡ଼ି ସେ କୁହୁଡ଼ି ବି ଯେତିକି ଥିଲା ସେଠି ରହିଲା ଭଳିଆ କୁହୁଡ଼ି ତ ଏମିତି ହେଉଛି, ପ୍ରାୟ ଦିନ ଗାଡ଼ି ବି ଚାଲୁଛି, କିନ୍ତୁ ରୋଡ଼ ଡିଫେକ୍ଟ ବହୁତ ରହୁଛି। ରୋଡ଼ ପ୍ରୋବ୍ଲେମ୍ ଆଜ୍ଞା 5-6 ଚାଲନ୍ତୁ, ଆମେ ବାହାରିବାକୁ ବି ଡର ଲାଗୁଛି। ରୋଡ଼ ପରିସ୍ଥିତି ଏଇ ଟାଇପ୍ର ଘଟିଛି, ରାଉରକେଲା ସାରା ରୋଡ଼ ଘର ସେଇ ଟାଇପ୍ର। ଚମ୍ପା ଘୁମିଛି। ଆମେ ତ ପଛାରେ ବସିଥିଲୁ, କେମିତି ହେଲା ପୁରା ପାଲ୍ଟି ହେଇଗଲା। ବସ୍ରେ ଥିଲୁ ଆମେ, ଛାତିରେ ବାଜି ଯାଇଛି। ହଁ ଲୋକମାନେ ଆସିକିନା ସେ କାଚ କୁଚା ଭାଙ୍ଗିକିନା ବାହାର କଲେ, ଟାଣି ଟୁନା କରି ବାହାର କଲେ। ବହୁତ ଲୋକ କିଛି କାହାର ମୁଡ଼ କାହାର ଗୋଡ଼ ଏମିତି ହେଇଛି, ଆଉ 2ଟା ପେସେଣ୍ଟ ମରିଗଲେ ନା କି।